କହିଲେ ମା ବାପ, ସତ କହିଲେ ଗାଁରେ ରାଧୁଆ ନାମକ ଗୋଟେ ଛୁଆଟେ ରହୁଥିଲା। ବାପା ମରିଯାଇଥିଲେ, ରାଧୁଆର ବାପା ସେ ମା ଆଉ ସେ ଦି ଜଣ ସାଙ୍ଗ ହେଇକି ରହୁଥିଲେ। ରାଧୁଆ କଣ କରେ ନା ସବୁଦିନ ସକାଳୁ ଗାଈ ଚରେଇବାକୁ ବିଲକୁ ବା ପଡ଼ିଆକୁ ଯାଏ। ସେ କଣ ହେଇଛି ନା ଦିନେ କଣ ହେଇଛି ନା ସେ ସବୁଦିନ ଯାଏ ଗାଈ ଚରେଇବାକୁ, କିନ୍ତୁ ରାଧୁଆକୁ ମିଛ କହିବାକୁ ଭଲ ଲାଗେ। ରାଧୁଆ କଣ କହିବାକୁ ଭଲ ଲାଗେ? ମିଛ କହିବାକୁ ଭଲ ପାଏ। ସେ ସବୁବେଳେ ଭାବେ ଯେ ବଡ଼ ଲୋକ ମିଛ କହିବା କଣ ଠିକ୍ କି? ସିଏ ଭାବେ ସବୁବେଳେ ମିଛ କହିବାକୁ ଭଲ ପାଏ। ସେ ସବୁବେଳେ ଭାବେ ମୁଁ କଣ ମିଛ କହିବି, ସମସ୍ତଙ୍କ ସହିତ ମଜା କରିବି। ଏମିତି ହଉ ଦିନେ କଣ ହେଲା ନା ରାଧୁଆ ସକାଳୁ ପଖାଳ ଖାଇକି ଗାଈ ଚରେଇବାକୁ ପଦାକୁ ଗଲା, ପଡ଼ିଆକୁ ଗଲା। ତା ଗାଈ ମାନଙ୍କୁ ସବୁ ଛାଡ଼ିଦେଲା ପଡ଼ିଆକୁ ଖାଇବା ପାଇଁ, ଘାସ ଖାଇବା ପାଇଁ ଛାଡ଼ିଦେଲା। ଛାଡ଼ି ଦେଇକି କଣ କଲା ନା କହିଲା ଆଜି ମୁଁ ଗାଁ ଲୋକଙ୍କ ସହିତ ଗୋଟେ ମଜା କରିବି କହିକି ସେ କଣ କଲା ନା ଗଛ ଉପରୁ ଚଢ଼ିଗଲା। ଚଢ଼ି ହେଇକି ଗାଁ ଆଡ଼ିକି ମୁହଁ କଲା। ଗାଁ ଆଡ଼ିକି ମୁହଁ କରିକି ଡାକିଲା, କହିଲା ଗାଁ ଲୋକମାନେ ମୋ ଛେଳିକି ଆଉ ମୋ ଗାଈକି ବାଘ ଖାଇଗଲା, ଦୌଡ଼ି ଆସ। ଗାଁ ଲୋକ ଦିପଟ ଟାଇମ୍ରେ କଣ କରୁଥିଲେ? ସବୁ ଶୋଇଥିଲେ। କହିଲେ କଣ ହେଲା ରାଧୁଆ କାହିଁକି ଡାକ ମାରୁଛି କହିକି ସେମାନେ କଣ କଲେ ନା ବାଡ଼ି ଠେଙ୍ଗା ଯିଏ ଯାହା ପାଇଲା ସବୁ ଧରିକି ଦୌଡ଼ିକି କୋଉଠି ତା ପାଖକୁ ଆସିଲେ। ଆସିଲା ସମୟରେ ସେଠୁ କଣ କଲେ ନା ତାକୁ ସବୁ ଧିନିକି ବାଡ଼ି ଠେଙ୍ଗା ଧରିକି ଆସିକି ଦେଖିଲା ବେଳକୁ ରାଧୁଆ କଣ କରୁଥିଲା? ରାଧୁଆ ମିଛ ଡାକିଥିଲା। ସେ ଗଛ ଉପରୁ ତଳକୁ ଓହ୍ଲେଇ ଆସିକି ଗଛ ମୂଳରେ ଶୋଇକି ହସିକି ଗଡୁଛି। ହେ ମୁଁ ମିଛ କହିଥିଲି, ସମସ୍ତେ ମୋ କଥା ଶୁଣିକି କଣ ଦୌଡ଼ିକି ଆଇଲେ। ବାଘ କେହି ବି ନଥିଲେ, ଦୌଡ଼ିକି ଆଇଲେ। ସେଠୁ ଗାଁ ଲୋକମାନେ ରାଗିଗଲେ, ଦିପଟ ଗାଁ ଖାଇକି ଶୋଇଥିଲୁ ଆମକୁ ହଇରାଣ କଲା। ସେଠୁ ସେମାନେ ପଳେଇଲେ। ପୁଣି ତା ପରଦିନ ପୁଣି ସେଇଆ କଲା ରାଧୁଆ। ପୁଣି ଗଛ ଉପରୁ ଚଢ଼ିଗଲା। ଚଢ଼ିକି କହିଲା ଯେ ଗାଁ ଲୋକମାନେ ମୋ ଛେଳିକି ବାଘ ଖାଇଗଲା, ତମେ ଦୌଡ଼ିକି ଆସ। ପୁଣି ଗାଁ ଲୋକମାନେ ଦୌଡ଼ିକି ଆଇଲେ। ପୁଣି ରାଧୁଆ କଣ କଲେ ନା ଗଛ ତଳକୁ ଓହ୍ଲେଇ ଆସିକି ମିଛରେ ହସିକି ଗଡ଼ିଗଲା। ମୁଁ ସମସ୍ତଙ୍କୁ ମଜା କରିଦେଲି, ତମେ ମିଛରେ ମୋ ପାଖକୁ କଣ ଚାଲି ଆସିଲ। ସତକୁ ସତ ମୋ ବାଘ ଆସିଲା କି? ଆସିଲା। ସତକୁ ସତ ପୁଣି କଣ ହେଲା ନା ଆଉ ଦିନେ ସତକୁ ସତ ବାଘ ଆସିଲା। ବାଘ ଆସିକି କଣ କଲା ନା ରାଧୁଆର ଗୋଟେ ବାଛୁରୀ ଛୁଆକୁ ବଣକୁ ଟାଣିକି ନେଇଗଲା। ଏଇଆ ଦେଖି ରାଧୁଆ ପୁରା ଡରିଗଲା। କଣ କରିବ ସେ ସେଠୁ କଣ କଲା ନା ପୁଣି ଗଛ ଉପରକୁ ଚଢ଼ିଗଲା। ଚଢ଼ିକି ଡାକିଲା ବଡ଼ ପାଟିରେ, ଗାଁ ଲୋକମାନେ ମୁଁ ଆଜି ସତ କହୁଛି, ମୋ ବାଘ ଆସିକି ମୋ ବାଛୁରୀ ଛୁଆକୁ ବଣକୁ ଟାଣିକି ନେଇଗଲା। ଗାଁ ଲୋକମାନଙ୍କୁ ସବୁ ଶୁଭିଲା। ଗାଁ ଲୋକମାନେ କହିଲେ ଇଏ ଆମକୁ ମିଛ କହୁଛି। ଦିଥର ଯାଇକି ଆମେ ହଇରାଣ ହେଲେଣି, ଏଥରକ ଆମେ ଆଉ ଯିବାନି, କାହିଁକିନା ରାଧୁଆ ମିଛ କହୁଛି। ରାଧୁଆ ଦିଥର ମିଛ କହିଥିଲା, କିନ୍ତୁ ସେଦିନ ସେ ମିଛ କହିଥିଲା କି? ସତ କଥା କହିଥିଲା। ପୁଣି କିଛି ସମୟ ଗଲା, ପୁଣି କଣ କଲା ନା ବାବା ଆସିକି ତା ଛେଳି ଛୁଆକୁ ଉଠେଇକି ନେଇ ଚାଲିଲା। ପୁଣି ରାଧୁଆ କହିଲା କେହି କିନ୍ତୁ ଶୁଣିଲେ ନାହିଁ। ଶେଷରେ କଣ ହେଲା ନା ଏମିତି ହଉ ରାଧୁଆର ଗୋଟେ ଛେଳି ଛୁଆ, ଗୋଟେ ବାଘ ଛୁଆ, ଗୋଟେ ଛେଳି ଛୁଆ, ଗୋଟେ ଗାଈ ଛୁଆ ବାଛିଲି ତାକୁ କଣ ବଣକୁ ନେଇକି ବାଘ ପଳେଇଲା। ସେ ମିଛ କହିଲା ବୋଲି ରାଧିଲା ନେଇଗଲା। ତାପରେ ଗାଁ ଲୋକମାନେ ଆସିଲା ବେଳକୁ କଣ ତା ବାଘ ଛେଳି ନାହିଁ କି ତା ବାଛୁରୀ ଛୁଆ ନାହିଁ। ସେ ଯଦି ମିଛ ନ କହିକି ଆଗକୁ ହଇରାଣ ନ କରିଥାନ୍ତା, ସେ ସେଠୁ କଣ କଲା ନା ଯଦି ସେ ସତ କହିଥାନ୍ତା, ସେଦିନ ଯଦି ଲୋକମାନଙ୍କ ସହିତ କୌତୁହଳ ନ କରିଥାନ୍ତା, ତା ଡାକ ଶୁଣି ଲୋକମାନେ ଆସିଥାନ୍ତେ। ତା ବାଘ ଛୁଆ କି ତା ଛେଳି ଛୁଆ କିମ୍ବା ଗାଈ ଛୁଆକୁ ବାଘ ନେଇ ପାରିଥାନ୍ତେ କି? ନେଇ ପାରିଥାନ୍ତାନି। ତାହେଲେ ମିଛ କହିବା ଦ୍ୱାରା କଣ କ୍ଷତି ହେଲା? ବାଘ ନେଇଗଲା। ତାହେଲେ ଆମେ ମିଛ କହିବା କି? ଆମେ କେବେ ମିଛ କହିବା ନାହିଁ। ବଡ଼ ଲୋକଙ୍କ ସହିତ ମଜା କରିବା ନାହିଁ। ମନେ ରହିଲା ସମସ୍ତେ? এই গল্প আমি কখন শিখলে? ଯଦି ଆମେ କଣ ନା ବଡ଼ ଲୋକଙ୍କ ସହିତ ମିଛ କହିବା ନାହିଁ, ମଜା କରିବା ନାହିଁ। ଯଦି ଆମେ ଏମିତି କରିବା ଯେମିତି ରାଧୁଆ ସହିତ ବାଘ ହେଲା, ଆମ ମାନଙ୍କର ବି ସେମିତି ହବ। ତେଣୁ ଆମେ ଗପରୁ କଣ ଶିଖିଲେ? ମିଛ କହିବା